ଆସ କିଏ ଖାଇବ ରେ ସାହୁ ବାବୁ ଘର ପାନ। ପୁଅ ଦିଟା ପାନ ଦବ। ପାନ କେତେ ଟଙ୍କିଆ ମାଉସୀ ନବ? ପାନ ଦିଟା ଦେଇଦିଅ। ହଁ ଗୋଟା 10 ଟଙ୍କିଆ ଅଛି, ଗୋଟା 5 ଟଙ୍କିଆ ଅଛି। କୋଉ ପାନ ଦେବି କୁହ? କଣ ବଜାରରେ ବିକ୍ରି ହଉଛି 2 ଟଙ୍କା 3 ଟଙ୍କା, ତମେ କଣ 5 ଟଙ୍କା କହିଲ? ଏଇ ତମେ ଯଦି ଚାଲୁକୁ ପାଳ ମିଠା କଥା ବୋଧେ କହୁଛ, ସେଇଆକୁ 2 ଟଙ୍କିଆ ବିକ୍ରି ଆଉ ହଉଛି। ଇଏ ପରା ରଜ ପାନ ବିକ୍ରି ହଉଛି, କିଏ ଖାଇବ ପାନ? ତମେ ମୋ ନାତୁଣୀ ଖାଇବ, ମୋ ଝିଅ ଖାଇବ। ତାହେଲେ ଇଏ ରଜ ପାନ ଠିକ ମଗେଇଛନ୍ତି ସିଏ। ଆଉ 10 ଟଙ୍କିଆ ପାନ ତାହେଲେ ଦିଟା ନେଇଯାଅ, ଦେଖିବ କେମିତିଆ ନାଗିବ। ଟେଷ୍ଟ ନାଗିବ, ପୁରା ପାଟି ପୁରା ବାସନା ହେଇକି ପଟେଇବ। ଏମିତି କେମିତିଆ ପାନ ଦବ ଯେ ପାଟି ବାସି ଫୁଟେଇବ? ଇଏ 15 ପ୍ରକାର ମସଲା ତାଙ୍କୁ ଗୋଟିକିଆ ଗୁଜୁରାତି ପଡିବ, ତା ଦେହରେ ଲବଙ୍ଗ ଗେଞ୍ଜା ହବ। ଆଉ ସେ ପାଟି ବାସିବନି, ଆଉ କେମିତି ବାସିବ? 15 ପ୍ରକାର ମସଲା। ତାପରେ ଇଏ ଦେଖୁନ କେମିତିଆ ସବୁ ରଖା ହେଇଛି ଏଠି। ଷ୍ଟ୍ରବେରୀ ଫବେରୀ ରଖା ହେଇଛି, ଦୁନିଆ ପ୍ରକାର ଜିନିଷ ଏଠି। ଇଏ ହଉଛି ଆମ୍ବ ଷ୍ଟ୍ରବେରୀ, ଇଏ ଗୋଟା ହଉଛି ପାଇନାପଲ ଷ୍ଟ୍ରବେରୀ, ଆଉ ଇଏ ହଉଛି ଏଇଟା କଣ ଷ୍ଟ୍ରବେରୀଟା ମୋର ମନେ ପଡୁନି। ଏସବୁ ଆମ ଟୋକା କିଣିକି ଆଣିବା। କଣ ତମେ ଦୋକାନ କରୁଛ, ଆଉ ଜିନିଷର ନାଁ ମନେ ପଡୁନି? ଭଲ ଆମର ଦୋକାନ କରୁଛୁ, ଜିନିଷର ନାଁ ମନେ ପଡୁଛି। ତମେ ଗୋଟେ ପାନ ଖାଅ, ଦେଖ କଣ ହଉଛି, ପାନଟା କେମିତି ଲାଗୁଛି। ତମେ ଖାଲି କହିବ, ତାପରେ ଖାଇସାରିଲା ପରେ ତମେ କହିବନି 10 ଟଙ୍କିଆ ପାନ ଦେବି ନା 5 ଟଙ୍କିଆ ପାନ ଦେବି, କୁହ ମତେ ଟିକେ। 5 ଟଙ୍କିଆ ଦିଟା ଦେଇଦିଅ। ଆତେରିକି ନା, ତମେ ତାମାନେ ରଜପାନ ଖାଇବାର ମଜା କିଛି ପାଇନ। ଆଉ 10 ଟଙ୍କିଆ ପାନ ଯଦି ନ ଖାଇବ, ଏ ରଜପାନର ମଜା କଣ ତମେ ପାଇଛ? ମୁଁ ଜାଣିଥିଲେ ପଇସା ଆଣିଥାନ୍ତି। ହଉ ଠିକ ଅଛି, ତାହେଲେ ତମେ ଗୋଟେ କାମ କର, 10 ଟଙ୍କିଆ ପାନ ଦିଟା ଦେଇଦଉଛି। ତମେ ଗୋଟେ କାମ କର, ଖାଇଦିଅ ହେଲା, ତାପରେ ଆଣିକି ପଇସା ଦେଇଦବ। ଆଉ ନା କଣ କହୁଛ? ହଉ ଦିଅ। ଜାଣିପାରୁନ ଏଠି ବା ଲେଖା ହେଇଛି ସାହୁ ସ୍ପେଶାଲ ରଜ ପାନ। ଖାଲି ସ୍ପେଶାଲ ପାନ ସକାଶେ ଆମର ବେପାର ହଉଛି, ପାନ ଦୋକାନ ବେପାର ହେଲା। ହଉ ତାହେଲେ ତମେ ଟିକେ ଅପେକ୍ଷା କର, ମୁଁ ଭାଙ୍ଗି ଦଉଛି ଆଉ ହେଲା। ହଉ। ହଁ ହଉ ରୁହ।